ତ ହ୍ୟାଲୋ ଦର୍ଶକ ବନ୍ଧୁ, ଆପଣମାନଙ୍କୁ ସ୍ୱାଗତ ଆମର ଏଇ ରାଜ ଅଫିସିଆଲ ୟୁଟ୍ୟୁବ୍ ଚ୍ୟାନେଲରେ। ତ ଆସନ୍ତୁ ଆଜି ଦେଖିବା ଆପଣଙ୍କର ପ୍ରିୟ ମେଗା ଧାରାବାହିକ ତୋ ପାଇଁ ମୁଁ ତୋରି ପାଇଁ ମୁଁରେ କ'ଣ ହେବାକୁ ଯାଉଛି। ଗଲା ଅଧ୍ୟାୟ ଯାଏଁ ଆପଣମାନେ ସବୁ ଦେଖିସାରିଥିବେ। ଚାଲନ୍ତୁ ବର୍ତ୍ତମାନରୁ ଷ୍ଟାର୍ଟ କରିବା। ତ ବର୍ତ୍ତମାନ ପରିବାର ସଦସ୍ୟ ସହିତ ଚିକି ଏବଂ ଜେଜେମା ମଧ୍ୟ ହସ୍ପିଟାଲରେ ଥାଆନ୍ତି ଓ ଏଠାରେ ଦେଖାଯାଉଛି ଯେ ଜେଜେମା ଚିକିକୁ ଗାଳି କରି କହୁଛନ୍ତି ଯେ ତୁ କେବେ ବି ଖୁସିରେ ରହିପାରିବୁ ନାହିଁ। ପରିବାର, ଭଲ ପାଇବା ଆଉ ସମସ୍ତ ଠାରୁ ତୁ ଦୂରରେ ହିଁ ରହିବୁ ଓ ଏହା ହେଉଛି ମୋର ଅଭିଶାପ। ତାପରେ ଜେଜେମା କହୁଛନ୍ତି ଯେ ମୋ ଜୀବନରେ ମୁଁ କାହା ଉପରେ ଅସନ୍ତୁଷ୍ଟ କିମ୍ବା ମୋତେ କିଏ ଭଲ ଲାଗୁନି, ତାହେଲେ ସେଇ ମଣିଷଟି ହେଉଛୁ ତୁ। ତାପରେ ଜେଜେମା କହୁଛନ୍ତି ତୁ ଜାଣିଛୁ କି ଦୁଇ ଜଣ ଭଲ ପାଇବା ମଧ୍ୟରେ ଯିଏ ଆସେ ତାକୁ କ'ଣ କୁହାଯାଏ? ତୁ ହେଉଛୁ ସେ ଖରାପ ରକ୍ତର ଝିଅ, ଯିଏକି ଖାଲି ଘର ଭାଙ୍ଗି ଜାଣେ, କେବେ ଘର ସଜାଡ଼ି ଜାଣେ ନାହିଁ। ଏବଂ ଏହାପରେ ସେ କହୁଛନ୍ତି ଯେ ହେଲେ ମନେ ରଖ, ମୋ ଘର ଭାଙ୍ଗିକିନା ତୁ କେବେ ବି ଶାନ୍ତିରେ ରହିପାରିବୁ ନାହିଁ। ତାର କହୁଛନ୍ତି ଯେ ତୋ ଜୀବନ କେବେ ବି ସଜାଡ଼ି ହେବନି ଆଉ ତୋ ଜୀବନରେ ସବୁବେଳେ ଝଡ଼ ଝଞ୍ଜା ହେଇ ରହିବ। ତୁ କେବେ ବି ଖୁସିରେ ରହିବୁ ନାହିଁ। ପରିବାର, ଭଲ ପାଇବା ତୁ ସବୁଠାରେ ଦୂରରେ ହିଁ ରହିବୁ। ଏହାପରେ କହୁଛନ୍ତି ଯେ ଭଗବାନ କରନ୍ତୁ କି ଏଇ ଚେହେରା ବଞ୍ଚିଥିଲା ଯାଏଁ କେବେ ବି ଦେଖିବିନି। ତାର କହୁଛନ୍ତି ଚାଲିଯା ଏଠୁ, ଚାଲିଯା। ଏତିକି ଶୁଣିଲା ପରେ ଚିକି ସେଠାରୁ ଚାଲି ଯାଉଛନ୍ତି ଓ ଏହା ଦେଖି ରାମ ତାଙ୍କ ପଛରେ ଗଲାବେଳେ ଜେଜେମା ତାଙ୍କୁ ଅଟକାଇ ଦେଉଛନ୍ତି ଏବଂ ଏହାପରେ କହୁଛନ୍ତି ଯେ ସେ ଚିକି ପାଇଁ ତୁ ମୋ ସହିତ ବହୁତ ଝଗଡ଼ା ହେଇଛୁ, କିନ୍ତୁ ଏହା ପାଇଁ ଆଉ ନୁହେଁ। ଆଗରୁ କରିଥିବା ଭୁଲ ମୁଁ ତୋତେ ଏବେ ଆଉ ଦୋହରାଇବାକୁ ଦେବି ନାହିଁ। ତାର କହୁଛନ୍ତି ତୁ ତା ପଥରେ ଯିବୁ ନାହିଁ, କିନ୍ତୁ ରାମ ସେଠାରେ କହୁଛନ୍ତି ମୁଁ ଯିବି, ମୁଁ ଅଲବତ ଯିବି। ତାର କହୁଛନ୍ତି ରାମ ସବୁବେଳେ ଠିକର ସାଥ ଦେଇଛି ଆସିଛି। ତାପରେ ରାମ କହୁଛନ୍ତି ଯେ ନା ବଦଳି ଯାଇପାରେ, କିନ୍ତୁ ଚିକି ପ୍ରତି ଥିବା ଫିଲିଙ୍ଗସ୍ କେବେ ବି ବଦଳି ପାରେ ନାହିଁ, ତେଣୁ ମୁଁ ତାଙ୍କ ପଛରେ ଅଲବତ ଯିବି। ଏହା ଶୁଣିଲା ପରେ ରାମ ମଧ୍ୟ ଚିକି ପଛରେ ପଛରେ ଚାଲି ଯାଉଛନ୍ତି ଏବଂ ପରିବାରର ସଦସ୍ୟ ଲୋକମାନେ ତାଙ୍କୁ ଦେଖି ଆଶ୍ଚର୍ଯ୍ୟ ସହିତ ଦେଖିକି ରହୁଛନ୍ତି। ତ ଦର୍ଶକ ବନ୍ଧୁ କ'ଣ ଲାଗୁଛି, ଚିକି ଆଉ ଫେରିବ ନା ନାହିଁ? ତ ଆଗକୁ ଏ ବିଷୟରେ ଡିଟେଲ ଜାଣିବାକୁ ହେଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସେୟାର ଆଉ କମେଣ୍ଟ କରନ୍ତୁ। ତ ଏତିକି ରହୁଛି। ଜୟ ଜଗନ୍ନାଥ।